ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେତେବେଳେ ମଣିଷର ଆବଶ୍ୟକତା ପଡ଼ିଥାଏ ସେତେବେଳେ ତାର କଥା କହିବାର ଶୈଳୀ ବଦଳି ଯାଇଥାଏ। ବନ୍ଧୁମାନେ ଫାଇଦା ସବୁଠୁ ତଳେ ପଡ଼ିଥିବା ଜିନିଷ ହୋଇଥାଏ, ଲୋକେ କିନ୍ତୁ ତାକୁ ସବୁବେଳେ ଉଠାଇ ଚାଲନ୍ତି। ସବୁବେଳେ ସେହି ଲୋକ ହାରିଥାଏ ଯିଏ ଆଶା ବାରମ୍ବାର କରିଥାଏ, କିନ୍ତୁ ସେହି ଲୋକ ସବୁବେଳେ ଜିତିଥାଏ ଯିଏ ଚେଷ୍ଟା 1000 ଥର କରିଥାଏ। ଯେଉଁ ମଣିଷକୁ ଆମେ ଭଲ ପାଇଥାଉ ସେହି ଲୋକ ହିଁ ଆପଣଙ୍କର ଫାଇଦା ଉଠାଇଥାନ୍ତି, କାରଣ ସେହି ମଣିଷ ହିଁ ଆମର ଦୁର୍ବଳତା ଜାଣିଥାନ୍ତି। ଏମିତି ନିଜକୁ ଚାଲାକ କରନ୍ତୁ କି ସମସ୍ତଙ୍କୁ କ୍ଷମା କରିଦିଅନ୍ତୁ, କିନ୍ତୁ ଏମିତି ବୋକା ବନନ୍ତୁ ନାହିଁ କି ଯିଏ ଆପଣଙ୍କୁ ଧୋକା ଦେଇଥାନ୍ତି ତାଙ୍କୁ ଆଉ ଥରେ ବିଶ୍ୱାସ କରି ବସନ୍ତି। ଜୀବନରେ ଆପଣ ସେହି ସ୍ଥାନରେ ପହଞ୍ଚି ଯାଆନ୍ତୁ କି ଲୋକମାନେ ଆପଣଙ୍କୁ ହରାଇବା ପରେ ଅନୁତାପ କରିବେ। ଜୀବନରେ କେବେ କାହାକୁ ନିଜର ଦୁଃଖକୁ କୁହନ୍ତୁ ନାହିଁ। ଆପଣ ଯେମିତି ଅଛନ୍ତି ସର୍ବଶ୍ରେଷ୍ଠ। ଭଗବାନ କୁହନ୍ତି, ସବୁବେଳେ ନିଜକୁ ଅନ୍ୟ ସହିତ ତୁଳନା କରି ଦୁଃଖୀ ହୁଅନ୍ତୁ ନାହିଁ। ଭଗବାନ କାହାକୁ ବିନା କାରଣରେ ଗଢ଼ି ନାହାନ୍ତି। ସମସ୍ତଙ୍କର କିଛି ନା କିଛି ଗୁଣ ଥାଏ। ମନୁଷ୍ୟର ମନ ହିଁ ତାର ସବୁଠୁ ବଡ଼ ଶତ୍ରୁ ଆଉ ମିତ୍ର ହୋଇଥାଏ। ଯଦି ମନ ଆପଣଙ୍କଠୁ ଜିତିଯାଏ ଆପଣଙ୍କର ଶତ୍ରୁ ବନିଯାଏ। ଯଦି ଆପଣ ମନଠୁ ଜିତି ଯାଆନ୍ତି ତ ଆପଣଙ୍କର ବନ୍ଧୁ ବନିଯାଏ। ଯଦି କେହି ଆପଣଙ୍କୁ ଅଣଦେଖା କରେ ତ ବିଲକୁଲ ବି ଖରାପ ଭାବନ୍ତୁ ନାହିଁ, କାରଣ ଲୋକେ ସବୁବେଳେ ଆପଣଙ୍କ ପରିସ୍ଥିତି ହିସାବରେ ଜିନିଷର ଅଣଦେଖା କରିଥାନ୍ତି। ସେହି ଲୋକଙ୍କ ପଛରେ ଗୋଡ଼ାନ୍ତୁ ନାହିଁ ଯେଉଁ ଲୋକଙ୍କୁ ଆପଣଙ୍କର କୌଣସି ଆବଶ୍ୟକତା ନାହିଁ। ଭଗବାନ କୁହନ୍ତି, ଭୁଲ ସବୁ ମଣିଷଙ୍କର ହୋଇଥାଏ, କିନ୍ତୁ ସେହି ମଣିଷ ତାର ଭୁଲକୁ ସୁଧାରିଥାଏ ଯାହାର ମନ ନିର୍ମଳ ଆଉ ହୃଦୟ ସଫା ଥାଏ, ଆଉ ସେ ସମ୍ପର୍କକୁ ହରାଇବାକୁ ଚାହିଁ ନଥାଏ। ସମସ୍ତଙ୍କୁ ନିଜର ସମୟ ଜରୁରୀ ଦିଅନ୍ତୁ, କାରଣ ପ୍ରଥମ ଆବଶ୍ୟକତା ଆପଣ ନିଜେ ହିଁ ହୋଇଥାନ୍ତି। ସମ୍ପର୍କ ଯେତେ ଖରାପ ହଉନା କାହିଁକି ତାକୁ କେବେ ବି ଭାଙ୍ଗନ୍ତୁ ନାହିଁ, କାରଣ ମଇଳା ପାଣି କେବେ ଶୋଷ ମେଣ୍ଟାଇ ନଥାଏ ପରନ୍ତୁ ନିଆଁ ଲିଭାଇପାରେ। ଦୁନିଆ ଯେତେବେଳେ ଅସୁବିଧାରେ ପକାଇଥାଏ ସେତେବେଳେ ଭଗବାନ 1000 ରାସ୍ତା ଦେଖାଇଥାନ୍ତି। ବିଶ୍ୱାସ କରିବା ବାଲା ବୁଦ୍ଧିମାନ ହୋଇଥାଏ, କିନ୍ତୁ ବୋକା ମଣିଷ ବିଶ୍ୱାସକୁ ଭାଙ୍ଗିଥାନ୍ତି। ଯଦି କିଏ ବୁଝୁନାହିଁ ତ ତାକୁ ବୁଝାଇବା କଣ ଦରକାର, ଆଉ ଯିଏ ମାନୁନାହିଁ ତ ତାକୁ ମନାଇବା କଣ ଦରକାର। ସ୍ୱଚ୍ଛ ମନରେ କୌଣସି ଦରକାର ମଣିଷର ସାହାଯ୍ୟ କରିକି ତ ଦେଖନ୍ତୁ, ମନକୁ ବହୁତ ଆନନ୍ଦ ମିଳିବ। ଯାହାକୁ ଯିବାର ଅଛି ତାକୁ ଯିବାକୁ ଦିଅନ୍ତୁ। ଯଦି ବି ସେ ଆଜି ରହିଯାଇଛି କାଲିକୁ ସେ ନିଶ୍ଚୟ ଯିବ। ମଣିଷଠାରୁ ମଣିଷକୁ ଅଲଗା ହେବାର କାରଣ ହେଲା କଟୁ କଥା ଓ ପଇସା। ଏହି ଦୁଇଟି ଜିନିଷ ପାଇଁ ମଣିଷ ମଣିଷଙ୍କ ଭିତରେ ଅଲଗା ହୋଇଯାଆନ୍ତି। ଯାହାକୁ ସ୍ୱପ୍ନ ଦେଖିବାକୁ ଭଲ ଲାଗିଥାଏ ତାକୁ ରାତି ଛୋଟ ଲାଗିଥାଏ, ଆଉ ଯାହାକୁ ସ୍ୱପ୍ନ ସାକାର କରିବାକୁ ଇଚ୍ଛା ଥାଏ ତାକୁ ଦିନ ଛୋଟ ଲାଗିଥାଏ। ନିଜକୁ ଏତେ ମହଙ୍ଗା କରନ୍ତୁ ନାହିଁ କି ଲୋକମାନେ ଆପଣଙ୍କୁ ଡାକି ପାରନ୍ତି ନାହିଁ, ଆଉ ନିଜକୁ ଏତେ ଶସ୍ତା କରନ୍ତୁ ନାହିଁ କି ଲୋକମାନେ ଆପଣଙ୍କୁ ନଚେଇଥାନ୍ତି। ଚୁପ୍ ରହିବା କେବେ ବି ଖରାପ ହୋଇନଥାଏ। କିଛି ଯନ୍ତ୍ରଣା ଏମିତି ଥାଏ କି କଥା ପର୍ଯ୍ୟନ୍ତ ଟାଣି ନେଇଥାଏ। ଭଗବାନ କୁହନ୍ତି, ଅହଙ୍କାର କିଛି ବି ଜିନିଷର ହୋଇଥାଉ ତାକୁ ସର୍ବନାଶ କରିକି ହିଁ ରହିଥାଏ। ସବୁ କିଛି ଠିକ କରିବା ପାଇଁ ଅପେକ୍ଷା କରିବେ ତ ବସିକି ହିଁ ରହିଯିବେ। ଆପଣ ସାହସ ରଖନ୍ତୁ ଏବଂ ନିଜେ ଉଠନ୍ତୁ। ଆପଣଙ୍କ ଜୀବନରେ ସବୁ କିଛି ଠିକ କରିଦିଅନ୍ତୁ। ବନ୍ଧୁମାନେ
ଭଗବାନ କୁହନ୍ତି ଦୁନିଆରେ ସେହି ଲୋକମାନେ ସବୁଠାରୁ ଅଧିକ ଖୁସି ହୋଇଥାନ୍ତି ଯେଉଁମାନେ ଜାଣିଥାନ୍ତି କି ଅନ୍ୟମାନଙ୍କ ଉପରେ କୌଣସି ଆଶା ରଖିବା ବେକାର ହୋଇଥାଏ। ଜୀବନରେ ଦୁଃଖ ମିଳିବା ବି ଜରୁରୀ ହୋଇଥାଏ, କାରଣ ଯଦି ଆପଣ ସବୁବେଳେ ଖୁସିରେ ରହିବେ କେବେ ବି ଆପଣ ଆଗକୁ ବଢିପାରିବେ ନାହିଁ। ଏହିଭଳି ଖରାପ ଚିନ୍ତାଧାରା ମଣିଷଙ୍କ ପାଖରେ ଥାଏ। ସେମାନେ ଭାବନ୍ତି ଏକୁଟିଆ ରହିଲେ କଣ କରିହେବ, କିନ୍ତୁ ଟିକେ ଦେଖନ୍ତୁ ସୂର୍ଯ୍ୟକୁ, ଯିଏ ଏକୁଟିଆ ରହି ସାରା ଦୁନିଆକୁ ଆଲୋକ ଦଉଛି। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଭାଗ୍ୟଶାଳୀ ସେ ହୋଇନଥାଏ ଯାହାଙ୍କୁ ସବୁକିଛି ଭଲ ମିଳିଥାଏ, କିନ୍ତୁ ଭାଗ୍ୟଶାଳୀ ସେ ହୋଇଥାଏ ଯାହାକୁ କିଛି ବି ମିଳିଥାଉ ପରନ୍ତୁ ସେ ତାକୁ ଭଲ ହିଁ ବନେଇ ଦେଇଥାଏ। ଗୋଟେ ସୁନ୍ଦର କାହାଣୀଟେ। ଗୋଟେ ଦିନ ଗୋଟେ ରାଜା ଭଗବାନ ଶ୍ରୀକୃଷ୍ଣଙ୍କର ଏକ ମନ୍ଦିର ନିର୍ମାଣ କରିଥିଲେ ଆଉ ଭଗବାନଙ୍କ ମୂର୍ତ୍ତିକୁ ପୂଜା କରିବା ପାଇଁ ଜଣେ ପଣ୍ଡିତକୁ ରଖିଥିଲେ। ସବୁଦିନ ତାଙ୍କ ମନ୍ତ୍ରୀଙ୍କ ହାତରେ ଏକ ସୁନ୍ଦର ଫୁଲମାଳଟେ ମନ୍ଦିରକୁ ପଠାଉଥିଲେ ଆଉ ପଣ୍ଡିତ ସେ ମାଳକୁ ଶ୍ରୀକୃଷ୍ଣଙ୍କୁ ଚଢାଉଥିଲେ। ତାପରେ କିଛି ଦିନ ପରେ ରାଜା ନିଜେ ଦର୍ଶନ କରିବା ପାଇଁ ମନ୍ଦିର ଆସିଲେ। ମନ୍ଦିରର ପୂଜାରୀ ସେହି ଫୁଲମାଳକୁ ଭଗବାନଙ୍କ ବେକରୁ କାଢି ରାଜାଙ୍କ ବେକରେ ପିନ୍ଧାଇ ଦେଉଥିଲେ। କିଛି ଦିନ ପରେ ମନ୍ଦିରର ପୂଜାରୀ ଜଣକ ବୁଢା ହୋଇଯାଇଥିଲେ। ଗୋଟେ ଦିନ ରାଜାଙ୍କ ଦେହ ଖରାପ ହୋଇଗଲା। ରାଜା ତାଙ୍କ ମନ୍ତ୍ରୀଙ୍କୁ କହିଲେ ମନ୍ଦିରରେ ଫୁଲମାଳ ଦେଇକି ଆସ, ଆଉ ପଣ୍ଡିତଙ୍କୁ କହିବ କି ରାଜାଙ୍କ ଦେହ ବହୁତ ଖରାପ ଅଛି, ରାଜା ଆଜି ମନ୍ଦିରକୁ ଆସିପାରିବେ ନାହିଁ, ତ ମତେ ଅପେକ୍ଷା କରିବେ ନାହିଁ। ତାପରେ ରାଜାଙ୍କ ସେବକ ସେ ମାଳକୁ ନେଇକି ପୂଜାରୀଙ୍କ ପାଖରେ ପହଞ୍ଚିଲା ଆଉ ପୁରା ଘଟଣା ବିଷୟରେ କହିଲା। ଆଉ ପୂଜାରୀ ଫୁଲମାଳ ନେଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଚଢାଇଲେ। ପୂଜାରୀ ଭାବିଲା ଏତେ ଦିନ ହେଲା ଏ ପରମ୍ପରା ଚାଲି ଆସୁଛି, କିନ୍ତୁ ମୁଁ ନିଜେ କେବେ ବି ଭଗବାନଙ୍କର ଏ ମାଳକୁ ମୋ ବେକରେ ପିନ୍ଧିନି, ତେଣୁ ଆଜି ଭଗବାନଙ୍କର ଏହି ଇଚ୍ଛା ଅଛି କି ଏହି ମାଳ ମୁଁ ନିଜେ ପିନ୍ଧେ ବୋଲି। ଏଥିପାଇଁ ଭଗବାନ ଆଜି ରାଜାଙ୍କୁ ପଠାଇଲେ ନାହିଁ। ଏଥିପାଇଁ ଆଜି ହିଁ ଭଲ ସୁଯୋଗ, ଏଥିପାଇଁ ଏ ମାଳକୁ ମୁଁ ନିଜେ ପିନ୍ଧିଦେବି। ସଙ୍ଗେ ସଙ୍ଗେ ପୂଜାରୀ ଭଗବାନଙ୍କ ବେକରୁ ଫୁଲମାଳ ବାହାର କରି ନିଜ ବେକରେ ପିନ୍ଧିଦେଲା। ଏହା ଭିତରେ ରାଜାଙ୍କ ସେବକ ଦୌଡ଼ିକି ଆସିଲା ଆଉ ପୂଜାରୀଙ୍କୁ କହିବାକୁ ଲାଗିଲା ରାଜାଙ୍କୁ ଠିକ ଲାଗୁନାହିଁ, ତାଙ୍କ ଦେହ ଠିକ ଲାଗୁନାହିଁ, ଆହୁରି ବେଶୀ ଖରାପ ହେବାରେ ଲାଗିଛି। ଏଥିପାଇଁ ସେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି ଆଉ ସେ ଆସୁଛନ୍ତି। ରାଜାଙ୍କର ସବାରି ଜଲ୍ଦି ମନ୍ଦିରକୁ ଆସୁଛି। ତାଙ୍କୁ ଲାଗିଲା ଏ ପରମ୍ପରା କୁଆଡେ ଭାଙ୍ଗି ନ ଯାଉ, ଏଥିପାଇଁ ସେ ଆଜି ବି ମନ୍ଦିରକୁ ଆସୁଛନ୍ତି। ଯେତେବେଳେ ପୂଜାରୀଙ୍କୁ ଏକଥା ଜଣା ପଡିଲା ସେ ସଙ୍ଗେ ସଙ୍ଗେ ସେ ମାଳକୁ ନିଜ ବେକରୁ ବାହାର କରିଦେଲା ଆଉ ଯାଇକି ପୁଣି ଥରେ ଭଗବାନଙ୍କ ବେକରେ ପିନ୍ଧାଇ ଦେଲା। ଆଉ କିଛି ସମୟ ପରେ ରାଜା ସେଠାକୁ ଆସିଲେ। ତାପରେ ପୂଜାରୀ ଆଗ ଭଳି ଭଗବାନଙ୍କ ବେକରୁ ମାଳ କାଢିଲା ଆଉ ରାଜାଙ୍କ ବେକରେ ପିନ୍ଧାଇ ଦେଲା। ଆଉ ରାଜା ସେ ମାଳକୁ ଦେଖିଲେ ସେ ମାଳରେ ଗୋଟେ ଧଳା ବାଳ ନଜର ଆସିଲା। ରାଜା ବୁଝିଗଲେ ଯେ ଏହି ବାଳ ନିଶ୍ଚୟ ପୂଜାରୀଙ୍କର ହୋଇଥିବ। ସେଥିପାଇଁ ରାଜା ପଚାରିଲେ ପୂଜାରୀ ମହାଶୟ, ଆପଣ କଣ ଏ ମାଳ ପିନ୍ଧିଥିଲେ କି? ଏଥିରେ ଧଳା ବାଳ କେଉଁଠୁ ଆସିଲା? ଏକଥା ଶୁଣି ପୂଜାରୀ ଡରିଗଲା। ପୂଜାରୀ ଭାବିଲା ଯଦି ମୁଁ ସତ କହିଦେବି ରାଜା ମତେ ନିଶ୍ଚୟ ଦଣ୍ଡ ଦେବେ। ଏଥିପାଇଁ ପୂଜାରୀ କହିଲା ଏ ବାଳ ଭଗବାନ ଶ୍ରୀକୃଷ୍ଣଙ୍କର। ଏକଥା ଶୁଣି ରାଜା ବହୁତ ରାଗିଗଲେ। କହିଲେ ତୁମେ ବହୁତ ମିଛ କହୁଛ, ଭଗବାନଙ୍କ ବାଳ କେବେଠୁ ଧଳା ହେବାକୁ ଲାଗିଲାଣି।
ଆଉ ରାଜା କହିଲେ, ମୁଁ ପୁଣି କାଲିକି ଆସିବି ଆଉ ଭଗବାନଙ୍କ ପୂଜା ସମୟରେ ଦେଖିବି ଭଗବାନଙ୍କ ବାଳ ଧଳା ନା କଳା ଅଛି। ଯଦି ଭଗବାନଙ୍କର ବାଳ ଧଳା ନ ବାହାରେ ତେବେ ଆପଣଙ୍କୁ ଅକାଳ ମୃତ୍ୟୁ ଦିଆଯିବ, କାରଣ ଆପଣ ମୋତେ ମିଛ କହିଲେ। ରାଜା ଏକଥା କହି ସେଠାରୁ ଚାଲିଗଲେ। ତାପରେ ପୂଜାରୀ ଭଗବାନଙ୍କ ଚରଣରେ ପଡ଼ି କାନ୍ଦିବାକୁ ଲାଗିଲା। ହେ ପ୍ରଭୁ, ମୋତେ କ୍ଷମା କରିଦିଅନ୍ତୁ। ମୋତେ ଲୋଭ ଆସିଯାଇଥିଲା ଆଉ ମୋତେ ଲାଗିଲା କି ଏ ମାଳ ମୋତେ ପିନ୍ଧିବା ଦରକାର। ମୋତେ ବଞ୍ଚାନ୍ତୁ, ନହେଲେ କାଲି ମୋତେ ରାଜା ମାରିଦେବେ। ସେ ପୂଜାରୀ ପୁରା ରାତି ଭଗବାନଙ୍କ ପାଦ ତଳେ ପଡ଼ିକି ଗୁହାରି କରିଲା କି ପ୍ରଭୁ ମୋତେ ବଞ୍ଚେଇ ଦିଅନ୍ତୁ। କାଲି ସକାଳୁ ରାଜା ମନ୍ଦିର ଆସିଲେ ଆଉ ରାଜା ମନ୍ଦିରର ସେହି ଭଗବାନଙ୍କ ମାଳକୁ କାଢିଲେ ଆଉ ସେଥିରେ ଧଳା କେଶ ଥିବାର ଦେଖିଲେ। ଆଉ ରାଜା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଭାବିଲେ ଭଗବାନଙ୍କ ମୂର୍ତ୍ତି ଉପରେ ଧଳା କେଶ ବି ଥିଲା। ଏହା ପୂଜାରୀଙ୍କର କିଛି ପ୍ଲାନ୍ ହୋଇଥିବ। ପୂଜାରୀ ମରିବାର ଶଯ୍ୟାରୁ ବଞ୍ଚିବ ବୋଲି ସେ ଭଗବାନଙ୍କ କେଶକୁ ଧଳା କରିଦେଇଛି। ରାଜା ସେ କେଶକୁ ଅସଲି କି ନକଲି ଜାଣିବା ପାଇଁ ଭଗବାନଙ୍କ କେଶକୁ ଛିଣ୍ଡାଇବାକୁ ଲାଗିଲେ। ଯେତେବେଳେ ରାଜା କିଛି କେଶ ଭଗବାନଙ୍କ ମୂର୍ତ୍ତିରୁ ଛିଣ୍ଡାଇବାକୁ ଲାଗିଲେ, ସେତେବେଳେ ମୂର୍ତ୍ତି ଦେହରୁ ରକ୍ତର ଧାର ବହିବାକୁ ଲାଗିଲା। ତାପରେ ରାଜା ଭଗବାନଙ୍କ ଚରଣରେ ପଡ଼ିଲେ ଆଉ କ୍ଷମା ମାଗିଲେ ଆଉ କାନ୍ଦିବାକୁ ଲାଗିଲେ ଆଉ କହିଲେ, ଭଗବାନ ମୋତେ କ୍ଷମା କରିଦିଅନ୍ତୁ। ତାପରେ ମୂର୍ତ୍ତି ଭିତରୁ କିଛି ଗୋଟେ ଶବ୍ଦ ଆସିଲା, ରାଜା, ତୁମେ ମୋତେ କେବଳ ଗୋଟେ ମୂର୍ତ୍ତି ଭାବିଛ, ଏଥିପାଇଁ ମୁଁ ତୁମ ପାଇଁ କେବଳ ଗୋଟେ ମୂର୍ତ୍ତି ହିଁ ଅଟେ। କିନ୍ତୁ ପୂଜାରୀ ତ ମୋତେ ମୂର୍ତ୍ତି ଭିତରେ ସାକ୍ଷାତ ଭଗବାନଙ୍କୁ ଦେଖିଛନ୍ତି। ଏଥିପାଇଁ ମୋତେ ମୋ ଭକ୍ତର ରକ୍ଷା କରିବା ପାଇଁ ମୋ ବାଳକୁ ଧଳା କରିବାକୁ ପଡ଼ିଲା ଆଉ ରକ୍ତର ଧାର ବୁହାଇବାକୁ ପଡ଼ିଲା, କାରଣ ମୁଁ ବୁଝିପାରିଲି ଯେଉଁଠି ଭାବ ଥାଏ ସେଇଠି ଭଗବାନ ଅଛନ୍ତି। ତେଣୁ ଆପଣ ପ୍ରକୃତରେ ଭଗବାନଙ୍କୁ ସ୍ମରଣ କରନ୍ତି ଆଉ ତାଙ୍କୁ ଦେଖିବାକୁ ଚାହାନ୍ତି, ତେବେ ଆପଣଙ୍କ ଭିତରେ କେବଳ ଭାବ ଥିବା ଦରକାର। ଏହି ଛୋଟିଆ କାହାଣୀଟି ଆମକୁ ଶିକ୍ଷା ଦେଲା କି ଭଗବାନଙ୍କ ଆଶୀର୍ବାଦ ବିନା କିଛି ବି ସମ୍ଭବ ନୁହେଁ। ଯଦି ଆପଣ ସ୍ୱଚ୍ଛ ମନରେ ଭଗବାନଙ୍କୁ ଡାକନ୍ତି, ଭଗବାନ ଆପଣଙ୍କର ସାହାଯ୍ୟ ପାଇଁ ନିଶ୍ଚୟ ଆସନ୍ତି। ଯଦି ଏହି କାହାଣୀଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ପୁନର୍ବାର ଦେଖାହେବ ଏକ ନୂତନ ଗୁରୁତ୍ୱପୂର୍ଣ୍ଣ ଭିଡିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।